ମୋ ନାଁ ଗୋପୀନାଥ ଗୌଡ଼। ମୁଁ ଗଞ୍ଜାମ ଜିଲ୍ଲାରୁ ଆସିଛି, ଛତ୍ରପୁରରୁ ଆସିଛି। ଗଞ୍ଜାମ ଛତ୍ରପୁର ଗୋପୀନାଥ ଗୌଡ଼ ଆଉ ଜିଜି ଆସିଛନ୍ତି ଗଞ୍ଜାମରୁ ଜି 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 ଆଚ୍ଛା ହଉ ଏ ଜି ଓ ଜି ଲୋ ଜି ସୁनो ଜି ସବୁ ଜି ଆଚ୍ଛା ଆମର ହେଲେ ଆମେ ହଉଛୁ ଜେ। ଜୟ ଜଗନ୍ନାଥ। ଆଚ୍ଛା ଗୋଟେ କାମ କର, କ'ଣ ଅନୁଭୂତି ଅଛି? ସାର୍ ଜଗନ୍ନାଥଙ୍କ ତ ମାନେ କଥା ପଢ଼ିଲେ ମୋର ଆନନ୍ଦର ମାନେ ଯେଉଁ ଜ୍ୱାଳା ବା ଆନନ୍ଦର ସୀମା ବଢ଼ିଯାଉଛି ସବୁବେଳେ। ଆଉ ଜୟ ଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ। ଜଗନ୍ନାଥଙ୍କ ନାଁ ପଢ଼ିଲେ ମୋର ଗୋଟେ ଦିଲରେ ବା ମୋର ହୃଦୟର ଗୋଟେ ଖୁସି ଅନୁଭୂତ ହୋଇଯାଏ। ଆଉ ଏମିତି ତ ବହୁତ ଅନୁଭୂତି ଅଛି। ଆଉ ଥରେ ଆସିଥିଲି ମାନେ ଗୋଟେ 5-6 ବର୍ଷ କି ଆହୁରି ଅଧିକ ହେବ, 10 ବର୍ଷ ତଳେ ଆସିଥିଲି। ତ ସେତେବେଳେ ମନରେ ସାହସ ଆସୁନଥିଲା ମୁଁ ପୁରୀ କେମିତି ଯିବି ଆଉ କେମିତି ପୁଣି ଏକା ଯିବି, ଏକା ଆସିବି କେମିତି। ତ ତଥାପି ଆସିଲି, ସାହସ ଜୁଟେଇ ଆସିଲି। କିନ୍ତୁ ଏଇଠି ଯେତେବେଳେ ପହଞ୍ଚିଲା ପରେ ଆଉ ମାନେ ଭୟ ଥିଲା, ମାନେ କାଳେ କ'ଣ ଏକା ଆସିଛି ତ କାଳେ କ'ଣ ହେବ, ମାନେ କିଏ କ'ଣ କରିବ ବା କିଛି ଗୋଟେ ମନରେ ଭୟ ଥିଲା, ଚୋରି ହେବ ବ୍ୟାଗ୍ ଫ୍ୟାଗ୍। ତ ଏମିତି ହେଇକି ଦର୍ଶନ କଲି। ତାପରେ ରଥଯାତ୍ରା ଟାଇମ୍ ଥିଲା। ତ ସମୁଦ୍ର କୂଳରେ ଯାଇ ଶୋଇଲି, କାହିଁକିନା କେହି ଆସିନଥିଲେ, ଏକା ହିଁ ଥିଲି। ଆଉ ରୁମ୍ ବି ଖୋଜିଥିଲି, ମିଳିନଥିଲା। ତ ତାପରେ ଜଣେ ଭାଇନା ଜଣେ ଭେଟିଲେ, ଭୁବନେଶ୍ୱର ଭାଇନା। ତ ସିଏ ତାଙ୍କ ଆଡ଼ୁ ଆସିକି ମୋତେ କଥା ହେଇଥିଲେ ଆଉ ଗୋଟେ ସାହାରା ଦେଇଥିଲେ। ତାର ରାତିରେ ଅଧାରେ ବର୍ଷା ବି ହେଇଥିଲା, ତାଙ୍କେ ନିଜେ ଡାକିକି ମାନେ ଆସ ସେ ପିଣ୍ଡାକୁ ପଳେଇବା, ମାନେ ଗୋଟେ ସାହସ ଯୋଉଠିଥିଲା। ସେପଟୁ ଟିକେ ଭଗବାନଙ୍କର ଭକ୍ତି ବଢ଼ି ଯାଇଥିଲା। ଆହୁରି ଗୋଟେ ବଡ଼ ଅନୁଭୂତି ଅଛି। ଦିନେ ଆମର ଟିକେ ହଁ, ତ ଦିନେ କ'ଣ ହେଇଛି ନା, ମା ଘରେ ଶୋଇଥିଲା ସମୟରେ ସାପ କାମୁଡ଼ିଥିଲା ମାଆଙ୍କୁ। ତ ଟିକେ ଜଙ୍ଗଲ ପାଖରେ ଘର, ତ ସେଥିଲାଗି ସାପ କାମୁଡ଼ି ଦେଇଛି। କିନ୍ତୁ ମା ଜାଣିନାହାନ୍ତି ଯେ ମୋତେ ସାପ କାମୁଡ଼ି ଦେଇଛି। ତ ମାଆଙ୍କର ଟିକେ ଶ୍ୱାସ ବି ରହୁଛି, ଯାହାଦ୍ୱାରା ଆମେ ଭାବିଥିଲୁ ଶ୍ୱାସଜନିତ ଏମିତି ବାନ୍ତି ବାନ୍ତି ଟିକେ ହେଉଛି। କିନ୍ତୁ ଅଧରାତିରେ ସାପ କେତେବେଳେ କାମୁଡ଼ି ଦେଇଛି, ସକାଳ 7ଟା ପର୍ଯ୍ୟନ୍ତ ଆମେ ଭାବିଲୁ ଏମିତି ପିଇତ କ'ଣ ଉଠେଇ ଦେଇଛି, ଯାହାଦ୍ୱାରା ସେ ଏମିତି ହେଉଛନ୍ତି। ତାର ହସ୍ପିଟାଲ ଗଲୁ। ହସ୍ପିଟାଲ ବି ପ୍ରଥମ ଡକ୍ଟର ଯେତେବେଳେ ଦେଖିଲେ, ତ ସିଏ ଜାଣିପାରୁନଥିଲେ ବା ଡାଇଗ୍ନୋସିସ୍ କରିପାରୁନଥିଲେ ଯେ ଏଇଟା ସାପ କାମୁଡ଼ାର ଲକ୍ଷଣ ବୋଲି। ତ ତାପରେ ଆଉ ଥରେ ପରବର୍ତ୍ତୀ ସମୟରେ ମୁଁ ଆଉ ଜଣେ ଡକ୍ଟରଙ୍କୁ ଛତ୍ରପୁରରେ ସେ ରିକ୍ୱେଷ୍ଟ କଲି, ସାର୍ ଟିକେ ଆସିକି ଦେଖିବେ କି। ତ ସେ ମୋ କଥା ରଖି ଆସିଥିଲେ। ଆଉ ସେ ହିଁ ଲକ୍ଷଣ ଦେଖି ଜାଣିପାରିଥିଲେ ଯେ ଏଇଟା ଚିଠି ସାପ ୟା ନାଗ ସାପ କ'ଣ ଗୋଟେ କାମୁଡ଼ିଛି। ଆଉ ଲକ୍ଷଣ ବି ଅଧିକ ହେଲାଣି ବା ବିଷ ଚାରିଆଡ଼େ ଖେଳେଇଗଲାଣି। ଆଉ ତୁରନ୍ତ ତୁ MKCG ନେଇଯା। ତ ସେଇଠୁ ପ୍ରାଇମେରୀ ଟ୍ରିଟମେଣ୍ଟ କରିଥିଲେ ଆଉ ଆଣ୍ଟିଭେନମ୍ ଲଗାଇ ଦେଇଥିଲେ ମେଡ଼ିସିନ। ତ ତାପରେ ବ୍ରହ୍ମପୁର ରେଫର କରିଥିଲେ। ତ ବ୍ରହ୍ମପୁର ଗଲାବେଳୁ ମାଆଙ୍କର ମାନେ ବିଷଟା ଅଧିକ ବଢ଼ିଗଲାଣି। ମସଲ୍ ଯାକ ବି ସବୁ ମାନେ ଯେଉଁ ନର୍ଭ ଆଉ ମସଲ୍ ଗୁଡ଼ା ସବୁ ଯେଉଁ ସେକ୍ ହେବା, ବା ଡକ୍ଟର ଯେତେବେଳେ ଦେଖିଲେ ତ ସେ ବି କହିଥିଲେ ଯେ ଆଉ ଭଗବାନଙ୍କ ଭରସା, ଯାହାଦ୍ୱାରା ଟିକେ ଅଧିକ ହୋଇଯାଇଥିଲା ବିଷଟା। ତାର କହିଲେ ICU ନିହାତି ଦରକାର ପେସେଣ୍ଟକୁ, ନହେଲେ ବଞ୍ଚାଇବା ଟିକେ କଷ୍ଟ ହେଇପାରେ। ତ ଯାହାଦ୍ୱାରା ମୁଁ ICUକୁ ବି ଯାଇଥିଲି। ICUରେ ପ୍ରଥମେ ମନା କଲେ, ଦ୍ୱିତୀୟ ଥର ବି ଗଲେ ମନା କରିଥିଲେ। ତ ତାପରେ ହାରାସ ହେଇ ଫେରିଥିଲି, କାହିଁକିନା କେହି ଆମର ଚିହ୍ନା ପରିଚୟ ନାହାନ୍ତି ବା ସେମିତି କିଛି ଆମର କେହି ରେଫରେନ୍ସ ନଥିଲେ। ତାପରେ ଥାର୍ଡ଼ ଟାଇମ୍ ଯେତେବେଳେ ଗଲି, ଜଣେ ପ୍ରଫେସର ସେତେବେଳେ ଯାଉଥିଲେ ICU ଭିତରକୁ। ତ ସେ ତାଙ୍କ ଆଡ଼ୁ ସେ ମୋର ଯେଉଁ ବ୍ୟସ୍ତତା ଦେଖି ପଚାରିଥିଲେ କ'ଣ ହେଇଛି। ତ ତାର ମୁଁ ଏମିତି ସବୁ ବିଷୟ କହିଥିଲି, ମାଆଙ୍କୁ ସାପ କାମୁଡ଼ିଛି, ଯାହା ବି ହେଇଛି। ତ ସେ କହିଲା ହଉ ବ୍ୟସ୍ତ ହନି, ଆଉ ବୟସ କେତେ କହ, କ'ଣ କେମିତି କଣ୍ଡିସନ୍ ଅଛି କହ। ତାପରେ ମୁଁ ଗଲି, ସେଠି ୱେଟ୍ କଲି ବାହାରେ। ଆଉ ସେ ICUକୁ ଗଲେ ଡକ୍ଟରଙ୍କ କହିବା ମୁତାବକ ବା ଡକ୍ଟର କହିଲା ପରେ ହିଁ ଗୋଟେ ICUର ବେଡ଼୍ ମୋ ମାଆଙ୍କୁ ମିଳିପାରିଥିଲା। ଯାହାଦ୍ୱାରା ତାପରେ ମାଆଙ୍କର ଟିକେ ଯେଉଁ ଟ୍ରିଟମେଣ୍ଟଟା ଭଲ ମିଳିପାରିଲା, ICU ଦରକାର ଥିଲା। ତ ତାର 24 ଘଣ୍ଟା ପରେ ମାଆଙ୍କର ଟିକେ ଯେଉଁ ରିସ୍କି ଇଏଟା ଥିଲା, ତ ସେଇଟା ପାରି ହେଲା। ତାପରେ ମୁଁ ମୋ ମାଆକୁ ଫେରି ପାଇଲି। ଆଉ ଯେଉଁଟାକି ଫେରି ପାଇଲି, ସେଇଟା ମୁଁ ଯଦି କାହାକୁ ଯଦି କୃତଜ୍ଞତା ଜଣେଇବି, ତ ଭଗବାନଙ୍କ ଆଶୀର୍ବାଦ ନଥିଲେ ମୁଁ ତ ମାଆଙ୍କୁ ଫେରି ପାଇନଥିଲି। ଯେଉଁ କଣ୍ଡିସନ୍ ବା ଯେଉଁ ଅବସ୍ଥା ଥିଲା ମାଆଙ୍କର, ଯେତେ ଅଧିକ ପରିମାଣରେ ବିଷଟା ଦେହରେ ଖେଳି ଯାଇଥିଲା। ଆଉ ସେଦିନ ବି ଗଣେଶ ପୂଜା ଥିଲା, ଭଗବାନଙ୍କ ଉପରେ ବିଶ୍ୱାସ ଥିଲା, ପ୍ରଭୁ ସେ ଗଣେଶଙ୍କ ଉପରେ ବିଶ୍ୱାସ ଥିଲା। ଆଉ ତାହେଲେ ଜଗନ୍ନାଥଙ୍କର ବିଶ୍ୱାସ ଥିଲା, କାହିଁକିନା ସେବେଠୁ ଜଗନ୍ନାଥଙ୍କ ପ୍ରତି ଟିକେ ବିଶ୍ୱାସଟା ବଢ଼ିଯାଇଛି। ପ୍ରଥମେ ଶିବଙ୍କୁ ବିଶ୍ୱାସ କରୁଥିଲି, ତ ତା ପରବର୍ତ୍ତୀ ସମୟରେ ଜଗନ୍ନାଥ ପ୍ରତି ଏତେ ଭଲ ପାଇବା ବଢ଼ିଯାଇଛି, ଆଉ ଏତେ ଗୋଟେ ଆନନ୍ଦ ବଢ଼ିଯାଉଛି ତାଙ୍କ ନାଁ ଶୁଣିଲେ, ତାଙ୍କ ଜାଗାକୁ ଆସିଲେ। ସବୁ ପ୍ରତି ମାସରେ ବି ଆସେ, ଗୋଟେ ଖୁସିରେ ଆସେ। ସାର୍ ସମୟ ମିଳେନି, କିନ୍ତୁ ରାତିରେ ସବୁବେଳେ ଖାଇବା ସମୟରେ ମୁଁ ଜୟ ଜଗନ୍ନାଥ ଟିଭିର ଲାଇଭ୍ ଦେଖେ। ତ ଯାହା ଯେଉଁ କାର୍ଯ୍ୟକ୍ରମ ଚାଲିଥାଏ ତ ଦେଖେ। ଭଜନ ବି ତ ସବୁବେଳେ ଚାଲିଥାଏ, ଲାଇଭ୍ର ଭଜନ ସହିତ ଲାଇଭ୍ ଦେଖାଯାଏ। ତ ସେଇଟା ମୁଁ ଦେଖିଥାଏ ସାର୍। ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ ପରିବାର ତରଫରୁ ଗୋଟେ ପାରମ୍ପରିକ ଜଣାଣ ବହି।